ଦୋକାନ ଘରକୁ ଜାଳିଦେଲେ ଦୁର୍ବୃତ୍ତ। ବଡ଼େନ ଥାନାରେ ହୋଇଛି ଅଭିଯୋଗ। ନୂଆପଡ଼ା ଜିଲ୍ଲା ବଡ଼େନ ଥାନା ଅନ୍ତର୍ଗତ ବଡ଼େନ ଶିଶୁ ମନ୍ଦିର ନିକଟରେ ଥିବା ଏକ ପାନ ମସଲା ଦୋକାନ ଘରକୁ ରାତ୍ରି ସମୟରେ କିଛି ଦୁର୍ବୃତ୍ତ ଜାଳି ଦେଇଥିବା ବଡ଼େନ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ସିନାପାଲି ଥାନା ଅଧୀନରେ ଥିବା ଗମ୍ଭାରୀଗୁଡ଼ା ଗ୍ରାମର ଗଦା ମେହେରା ବଡ଼େନକୁ ଆସି ଏକ ଦୋକାନ କରି ରହି ଆସୁଥିଲେ। ସବୁଦିନ ଭଳି ସକାଳୁ ଦୋକାନ ଖୋଲି ସନ୍ଧ୍ୟା ସମୟରେ ବନ୍ଦ କରି ଘରକୁ ଫେରି ଯାଇଥିଲେ। ହେଲେ ରାତ୍ର ପାଖାପାଖି 12ଟା ସମୟରେ ହଠାତ୍ ଦୋକାନ ଘର ନିଆଁ ଲାଗିଥିବା ଦେଖି ପରିବାର ଲୋକେ ବଡ଼େନ ପୋଲିସ ଓ ଦମକଳ ବାହିନୀକୁ ଡାକିବା ପରେ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ନିଆଁକୁ ଦମକଳ ବାହିନୀ ଆୟତ୍ତ କରିଥିଲା। ପରେ ବଡ଼େନ ପୋଲିସ ଏକ ମାମଲା ରୁଜୁ କରି ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ବଡ଼େନ ଥାନା ଅଧିକାରୀ ଗୋବିନ୍ଦ ମାଝୀ ପ୍ରକାଶ କରିଛନ୍ତି। ନୂଆପଡ଼ା ଜିଲ୍ଲାରୁ ପରମେଶ୍ୱର ମେହେରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ। मेहर बोलिक जड़े व्यक्ति आम बड़ेन अंचल बड़ेन बजार गोटे दुकान कर पान मसला बिस्कुट चॉकलेट इत्यादि गोटे दुकान करते गत 2000 वर्ष जुलाई मस करते किंतु गत राति कई जन दुर्वृत्त दुकानटा पोड़ी बोली गोटे अभियोग कर पचार वर्ष 10 लाख सामान जिनपतर था से किसी पोड़ी जा कि राति दमकल आसिक साहय करते किसी सुरक्षा करते किसी जिनिस से गोटे केस देसी गोटे आम केस 213 नंबर केस आम तदंत करूँ किए प्रकृत किए दोषी आम तदंत कलापर जना पड़ बर्तमान तदंत जारी रही जना पड़ा प्रकृत दोषी किए आम विरुद्ध कार्यानुष्ठान ग्रहण कर